ଆପଣମାନଙ୍କର ହୁଏତ ଘଟଣାଟି ମନେ ଥାଇପାରେ 23 ଅକ୍ଟୋବର 2019 ଏକ ଖବର ପ୍ରକାଶ ପାଇଥିଲା ଯେ ଶିକ୍ଷକ ଛାତ୍ରକୁ 300 ଥର ଉଠବସ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ 2 ନଭେମ୍ବର 2019 ମସିହାରେ ସେ ଛାତ୍ରଟିର ମୃତ୍ୟୁ ହୋଇଥିଲା ଏବଂ ସେ ନେଇ ଓଡ଼ିଶା ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ ମଧ୍ୟ ଆସିଛି ଏବଂ ହାଇକୋର୍ଟ ଜଣେ ସ୍କୁଲ ଶିକ୍ଷକଙ୍କୁ ଶାରୀରିକ ଦଣ୍ଡ ପାଇଁ ଆଶ୍ୱସ୍ତି ପ୍ରଦାନ ମଧ୍ୟ କରିଛନ୍ତି। ତେବେ ସର୍ବୋଚ୍ଚ ଅଦାଲତ ପୁନର୍ବାର କହିଛନ୍ତି ଯେ ଶୃଙ୍ଖଳାଗତ ଭାବରେ ଛାତ୍ରଙ୍କୁ ଶାରୀରିକ ଦଣ୍ଡ କିଶୋର ନ୍ୟାୟ ବା ଯତ୍ନ ଏବଂ ସୁରକ୍ଷା ଆଇନ 2015ର ଧାରା 82 ଅନୁଯାୟୀ ଅପରାଧ ହୋଇପାରେ ନାହିଁ। ତଥାପି ବିଚାରପତି ଶିବଶଙ୍କର ମିଶ୍ର ଏକ ଖଣ୍ଡପୀଠ ସେମାନଙ୍କର ପିଲାଙ୍କର ଜୀବନ ହାନି ପାଇଁ ପିତାମାତାଙ୍କ ଦୁଃଖକୁ ସ୍ୱୀକାର କରିଛନ୍ତି ଏବଂ ଶିକ୍ଷକଙ୍କୁ ମୃତକଙ୍କ ପରିବାରକୁ 1 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟ ଏହି ସତ୍ୟକୁ କହିଛନ୍ତି ଯେ ଛାତ୍ରର ଜୀବନ ହାନି ହୋଇଛି ଏବଂ କୌଣସି କ୍ଷତିପୂରଣ ରାଶି ପିଲାର କ୍ଷତି ପାଇଁ କ୍ଷତିପୂରଣ ଦେଇପାରିବ ନାହିଁ। ଯଦିଓ ଡାକ୍ତରୀ ପ୍ରମାଣ ଆବେଦନକାରୀଙ୍କ କୌଣସି ପ୍ରତ୍ୟକ୍ଷ ଦୋଷକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ତେବେ ସରକାରୀ ସ୍କୁଲ ଏବଂ ଛାତ୍ରାବାସରେ ରହୁଥିବା ଛାତ୍ରମାନେ ଉପଯୁକ୍ତ ଚିକିତ୍ସା ସେବା ଏବଂ ସୁରକ୍ଷିତ ପରିବେଶ ପାଆନ୍ତି ତାହା ନିଶ୍ଚିତ କରିବା ପାଇଁ ରାଜ୍ୟର ମଧ୍ୟ କର୍ତ୍ତବ୍ୟ। ତେବେ ଶିକ୍ଷକଙ୍କର ମାଡ଼ ପରେ ପିଲାଟି ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲା ଏବଂ କରିବାର ଅଭିଯୋଗ ମଧ୍ୟ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଯାହାଫଳରେ 2 ନଭେମ୍ବର 2019ରେ ଛାତ୍ରଟିର ମୃତ୍ୟୁ ହୋଇଥିଲା ଏବଂ ହସ୍ପିଟାଲରେ ମଧ୍ୟ ମୃତ୍ୟୁ ହୋଇଥିଲା। ତେବେ ଏଫଆଇଆର ଚାର୍ଜସିଟ୍ ଏବଂ ଡାକ୍ତରୀ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ କୋର୍ଟ ଜାଣିପାରିଲେ ଯେ ମୃତ୍ୟୁର କାରଣ ଡାକ୍ତରୀ ଭାବରେ ମେନିଞ୍ଜାଇଟିସ୍ ବୋଲି କୁହାଯାଇଥିଲା। ଫଳସ୍ୱରୂପ କୋର୍ଟ ମୃତକଙ୍କ ପରିବାରକୁ 1 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଉପଯୁକ୍ତ ମନେ କରିଛନ୍ତି ଏବଂ ଏହି କ୍ଷତିପୂରଣ ରାଶି ଶିକ୍ଷକ ହିଁ ବହନ କରିବେ ବୋଲି କୋର୍ଟ କହିଛନ୍ତି।